ଏବେ ଏବେ ଆସିଲା ବଡ଼ ଖବର ମଧୁବାବୁ ଭତ୍ତା ଟଙ୍କାକୁ ନେଇ ଆସିଲା ବଡ଼ ଖୁସି ଖବର 3000 ଟଙ୍କାକୁ ନେଇ ବଡ଼ ଅପଡେଟ୍ ରହିଛି। ଆସନ୍ତା ମାସରେ ମିଳିବ କି 3000 ଟଙ୍କା ଭତ୍ତା ରାଶି? ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ବିଷୟରେ ଜାଣିବା। ଏହା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ଯଦି ଏବେ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ରଖନ୍ତୁ। ଯେଉଁମାନେ 60 ବର୍ଷରେ ଉର୍ଦ୍ଧ୍ୱ ହେଉଛନ୍ତି ସେମାନଙ୍କ ପାଇଁ ବଡ଼ ଖୁସି ଖବର ରହିଛି। ଏଥର ମିଳିବାକୁ ଯାଉଛି ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି। ତେବେ ଆସନ୍ତା ମାସରେ ମିଳିବ କି? ଏ ନେଇ ପ୍ରଶ୍ନ ମଧ୍ୟ ରହିଥିବ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ମଧ୍ୟ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ କହିବି। ଓଲ୍ଡ ଏଜ୍ ପେନ୍ସନ୍ ବା ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ଭତ୍ତା, ତା ସହିତ ସର୍ବନିମ୍ନ ଭତ୍ତା ବା ସାମାଜିକ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ଯେତିକି ଭତ୍ତାଦାରୀମାନେ ଅଛନ୍ତି ସମସ୍ତଙ୍କର ସର୍ବନିମ୍ନ ଭତ୍ତା ଟଙ୍କା 3000 ବୃଦ୍ଧିକୁ ନେଇକି ବର୍ତ୍ତମାନ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର। ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ବିଭିନ୍ନ ନିର୍ବାଚନୀ ସଭାରେ, ତା ସହିତ କେବଳ ନିର୍ବାଚନୀ ପ୍ରତିଶ୍ରୁତିରେ ନୁହେଁ, ଭାରତୀୟ ଜନତା ପାର୍ଟି ମ୍ୟାନିଫେଷ୍ଟୋରେ ବା ସଂକଳ୍ପ ପତ୍ରରେ, ଇଲେକ୍ସନ୍ ମ୍ୟାନିଫେଷ୍ଟୋରେ ଲିଖିତ ଆକାରରେ ମଧ୍ୟ ଦେଇଥିଲେ କି ଯଦି ତାଙ୍କ ସରକାର ଓଡ଼ିଶାରେ କ୍ଷମତାକୁ ଆସେ ତାହେଲେ ସରକାର ହେଲା ମାତ୍ରେ ହିଁ ସର୍ବନିମ୍ନ ଭତ୍ତା ଟଙ୍କାକୁ 3000 ପର୍ଯ୍ୟନ୍ତ ବୃଦ୍ଧି ହୋଇଯିବ। ସର୍ବନିମ୍ନ ମାନେ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ, 60 ବର୍ଷରୁ ଉର୍ଦ୍ଧ୍ୱ ହେଉ, ସେ କିନ୍ନର ଭତ୍ତା ହେଉ, ସେ ବିଧବା ଭତ୍ତା ହେଉ ଅବା ଦିବ୍ୟାଙ୍ଗ ଭତ୍ତା ହେଉ, ଏହିସବୁ ଭତ୍ତା କ'ଣ ନା 3000 ଟଙ୍କା ସରକାର ଦେବାକୁ ଯାଉଛନ୍ତି ବର୍ତ୍ତମାନ। ତେବେ ସରକାର ଗଢ଼ିବାରେ ଅଲରେଡ଼ି 2 ବର୍ଷ 2.5 ବର୍ଷ ବିତିଗଲାଣି। ଏବେ ଯାଏଁ ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି ମିଳିନାହିଁ। ଏବେ ଯାଏଁ ଆପଣମାନେ ଅପେକ୍ଷା କରି ରହିଛନ୍ତି। ଯେବେ ପ୍ରଥମ ବଜେଟ୍ ଅଧିବେଶନ ଚାଲିଥିଲା ସେତେବେଳେ ଆପଣମାନେ ଭାବୁଥିଲେ ଯେ ଏହି ବଜେଟ୍ ଅଧିବେଶନରେ ଆମକୁ 3000 ଟଙ୍କା ଭତ୍ତା ରାଶି ସରକାର ଦେଇଦେବେ ତ ପାର ହୋଇଯିବ, କିନ୍ତୁ 3000 ଟଙ୍କା ଭତ୍ତା ରାଶି ସେହି ସ୍ୱପ୍ନରେ ହିଁ ରହିଗଲା। ଦ୍ୱିତୀୟ ବଜେଟ୍ରେ ମଧ୍ୟ ସେଇ ଆଶା ରହିଲା, କିନ୍ତୁ ଦ୍ୱିତୀୟ ବଜେଟ୍ରେ ବି ହେଲା ନାହିଁ। କିନ୍ତୁ ହେଲା କ'ଣ ନା ସରକାର ଗଠନ ହେବାର 2 ବର୍ଷ ପରେ ହୋଇଗଲାଣି, ଏବେ ଯାଏଁ ମିଳିଲାନି ଆପଣମାନଙ୍କର ଏହି 3000 ଟଙ୍କା ଭତ୍ତା ରାଶି। କେବଳ ସେଇମାନଙ୍କୁ ମିଳିଲା ଯେଉଁମାନେ 80 ବର୍ଷରୁ ଉର୍ଦ୍ଧ୍ୱ ହେଉଛନ୍ତି, ସେମାନଙ୍କୁ ହିଁ 3500 ଟଙ୍କା ସରକାର ବଜେଟ୍ ଅଧିବେଶନରେ ଘୋଷଣା କରିଦେଲେ, କିନ୍ତୁ ଆପଣମାନଙ୍କୁ ଆଉ ଦେଲେ ନାହିଁ 3000 ଟଙ୍କା ଭତ୍ତା ରାଶି। ତେବେ ଏହାକୁ ନେଇ ବହୁତ ବାଦ ବିବାଦ ମଧ୍ୟ ଲାଗିଲା, ଅନେକ ସମୟରେ ଆନ୍ଦୋଳନ ମଧ୍ୟ କଲେ, ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ସରକାରଙ୍କୁ ଅନୁରୋଧ କରାଗଲା, କିନ୍ତୁ ତଥାପି ତାହା ସଫଳ ହୋଇପାରିଲା ନାହିଁ। ସରକାର ସେଇ 1000 ଟଙ୍କା ହିଁ ଏବେ ଯାଏଁ ପ୍ରଦାନ କରୁଛନ୍ତି, ଯେତେବେଳେ ଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ। ଆପଣମାନେ ତ ନିହାତି ଭାବରେ ଜାଣିଥିବେ। ତେବେ ଦର୍ଶକ ବନ୍ଧୁ, ବଡ଼ ଖବର ବର୍ତ୍ତମାନ ରହୁଛି ଯେ 3000 ଟଙ୍କା ଭତ୍ତା 60 ବର୍ଷରୁ ଯେଉଁମାନେ ଅଧିକ ହେଉଛନ୍ତି ଆସନ୍ତା ମାସରେ ମିଳିବ। ତ ଆସନ୍ତା ମାସରେ କାହିଁକି ମିଳିବ ଦେଖନ୍ତୁ, ଆଗକୁ ଯେହେତୁ ଆସୁଛି ପଞ୍ଚାୟତ ଇଲେକ୍ସନ୍, ଠିକ୍ ଅଛି, ତ ଆସନ୍ତା ମାସରେ ମିଳିବାକୁ ଯାଉଛି ଆପଣମାନଙ୍କୁ 3000 ଟଙ୍କା ଭତ୍ତା ରାଶି। ଠିକ୍ ଅଛି, ଯେହେତୁ ପଞ୍ଚାୟତ ଇଲେକ୍ସନ୍ ରହିଛି ଆଉ ଆପଣମାନଙ୍କର ଅପେକ୍ଷା ମଧ୍ୟ ରହିଛି 2.5 ବର୍ଷ ହୋଇଗଲାଣି। ଠିକ୍ ଅଛି, ଯେତେବେଳେ ବିଜେପି ସରକାର ନିର୍ବାଚନୀ ମଇଦାନରେ ଥିଲା ସେତେବେଳେ ଘୋଷଣା କରିଥିଲେ କ'ଣ ନା ସର୍ବନିମ୍ନ ଭତ୍ତା ଟଙ୍କା 3000 ଲେଖାଏଁ କରିଦିଆଯିବ। ସାମାଜିକ ସୁରକ୍ଷା ଆଇନ ଅଧୀନରେ ଯେଉଁମାନେ ବି ଭତ୍ତା ଟଙ୍କା ପାଉଥିବେ ଆଉ 1000 ନୁହେଁ 3 ଗୁଣ ବଢ଼ାଯାଇକି ତାହା 3000 ଟଙ୍କା ଲେଖାଏଁ ହୋଇଯିବ। କିନ୍ତୁ ବିରୋଧୀ ଦଳମାନେ କ'ଣ ଏହାକୁ ବାରମ୍ବାର ମଧ୍ୟ ଚାପ କରି ଆସୁଥିଲେ। ଆପଣମାନେ ତ ନିହାତି ଭାବରେ ଜାଣିଥିବେ ଏହା କେବଳ ଅସମ୍ଭବ ଏମିତି ମଧ୍ୟ କହୁଥିଲେ ବିରୋଧୀମାନେ। ତ ଏହାକୁ କେବେ ଲାଗୁ କରିପାରିବେ ନାହିଁ ରାଜ୍ୟ ସରକାର। କେବଳ ସେମାନେ କ'ଣ ନା କ୍ଷମତାକୁ ଆସିବା ପାଇଁ ଏହା ଲୋଭ ଦେଖାଉଛନ୍ତି ସମସ୍ତଙ୍କୁ। ଠିକ୍ ଅଛି, ଆଜି ପର୍ଯ୍ୟନ୍ତ ଦର୍ଶକ ବନ୍ଧୁ ସତ ଲାଗୁଛି, କାରଣ 2 ବର୍ଷ 2.5 ବର୍ଷ ହେବା ପାଇଁ ଲାଗିଲାଣି, କିନ୍ତୁ ସରକାର ଏହାକୁ କାର୍ଯ୍ୟକାରୀ କଲେ ନାହିଁ। ଠିକ୍ ଅଛି, ଏହା ମଧ୍ୟ ଆପଣମାନଙ୍କ ପାଇଁ ବଡ଼ ଅସନ୍ତୁଷ୍ଟ ମଧ୍ୟ ପ୍ରକାଶ କରୁଛି। ଠିକ୍ ଅଛି, ଦୁଃଖ ମଧ୍ୟ ପ୍ରକାଶ ହେଉଛି। ତ ଦେଖନ୍ତୁ, ଖୁବ୍ ଶୀଘ୍ର ଆପଣମାନଙ୍କର ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି କରିବାକୁ ଯାଉଛନ୍ତି, କାହିଁକିନା ଯେହେତୁ ଆଗକୁ ଆସୁଛି ଇଲେକ୍ସନ୍। ଆଉ ଇଲେକ୍ସନ୍ ହେଲା ମାତ୍ର ତ ଆପଣମାନେ ନିହାତି ଭଲ ଭାବରେ ଜାଣିଥିବେ ଯେ ସରକାର ବହୁତ ଆକ୍ଟିଭ୍ ମଧ୍ୟ ଥାଆନ୍ତି। ଯେତେ ଗୁଡ଼ିକ ଯୋଜନା ରହିଛି ସେଗୁଡ଼ିକ ସେ ଯେତିକି ଯୋଜନା ରହିଛି ସେମାନେ ସେଇଗୁଡ଼ାକ କ'ଣ କରିଦିଅନ୍ତି ସରକାର ନା ସେଇ ଠିକ୍ ସମୟ ମାନେ ଇଲେକ୍ସନ୍ ଆସିବା ପୂର୍ବରୁ ହିଁ ସେମାନେ କ'ଣ ରିଲିଜ୍ କରିଦିଅନ୍ତି, ଯାହାଫଳରେ ସେମାନଙ୍କର କିଛି ଫାଇଦା ହୋଇଯାଏ। ଆପଣମାନେ ତ ନିହାତି ଭଲସେ ଜାଣିଥିବେ। ମୁଖ୍ୟମନ୍ତ୍ରୀ ଆହୁରି ନା ସେତେବେଳେ ଆନାଉନ୍ସମେଣ୍ଟ କଲେ କ'ଣ ନା ଯେଉଁମାନେ କ୍ୟୁରେ ରହୁଥିଲେ, ଯେଉଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆପ୍ଲାଏ କରିକି କ୍ୟୁରେ ରହୁଥିଲେ ବା ଅପେକ୍ଷାରେ ରହୁଥିଲେ, ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଗୋଟେ ସ୍ଥାନ ଖାଲି ହେଲା ପରେ ଯାଇକି ଆଉ ଜଣକୁ ସେହି ସ୍ଥାନରେ ଏଣ୍ଟର ହେଉଥିଲା। ବର୍ତ୍ତମାନ ଆଉ ସେମିତି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେଉଁମାନେ ବି ଆବେଦନ କରିବେ ଏଲିଜିବଲ୍ ହେଉଥିବେ ତାହେଲେ ସେମାନେ କ'ଣ ନା ଟଙ୍କା ପାଇବେ। ଠିକ୍ ଅଛି, ଯେତେ ବି ରହିଛି ଯଦି ଆପଣମାନଙ୍କର ରହିଛି, ଯଦି ଦେଖନ୍ତୁ ଦର୍ଶକ ବନ୍ଧୁ, ଆଉ ଗୋଟେ କଥା, ଏବେ 3 ମାସର ଭତ୍ତା ରାଶି ଆପଣମାନଙ୍କୁ ମିଳିନାହିଁ, ଏହି 3 ମାସର ଭତ୍ତା ରାଶି ମଧ୍ୟ ଆପଣମାନଙ୍କୁ ମିଳିବ। ଠିକ୍ ଅଛି,
ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଖୁସି ଖବର ରହୁଛି ଆଗକୁ ଆମ ଓଡ଼ିଶାରେ କିଛି ମାସ ମଧ୍ୟରେ ଦୁଇଟି ପ୍ରମୁଖ ନିର୍ବାଚନ ଅଛି। ନିର୍ବାଚନ ଆସିଲେ ମାନେ ସରକାର ସବୁ ଯୋଜନା କଥା ମନେ ପକାନ୍ତି, କାହିଁକିନା ଏହାକୁ ସେଇ ଠିକ୍ ସମୟରେ ଯୋଜନା ଗୁଡ଼ିକୁ ଯଦି ରିଲିଜ୍ କରିଦିଅନ୍ତି ବା ଘୋଷଣା କରିଦିଅନ୍ତି ତାହା ଯାହାଫଳରେ କ'ଣ ସେମାନଙ୍କର ମଧ୍ୟ ଫାଇଦା ହୋଇଯାଏ। ଠିକ୍ ଅଛି, ଆପଣ ତ ନିହାତି ଭାବରେ ଜାଣିଥିବେ। ଦେଖନ୍ତୁ ଏବେ ବର୍ତ୍ତମାନ ରହିଯାଇଥିଲା ଯେଉଁ ଇସି ମେମ୍ବର ଏବିକେ ଏସବୁ ମିଶନ ଶକ୍ତିର ମଧ୍ୟ ପଇସା ରହିଯାଇଥିଲା। ସେ ମିଶନ ଶକ୍ତିର ପଇସା ମଧ୍ୟ ସରକାର କ'ଣ ନା 9 ମାସର ପଇସା ଏମିତି କ'ଣ ରଖି ଦେଲେ ନା ନାହିଁ। ଠିକ୍ ଅଛି, ତ ଆପଣମାନଙ୍କର ଯେହେତୁ ଆପଣମାନଙ୍କର ଯେଉଁ 3 ମାସ ରହିଯାଇଛି ଭତ୍ତା ରାଶି, ଏଇ 3 ମାସର ଭତ୍ତା ରାଶି ମଧ୍ୟ ଆପଣମାନଙ୍କୁ ଦେବେ, ଏହା ଗ୍ୟାରେଣ୍ଟି ଆମେ କହୁଛୁ। ଠିକ୍ ଅଛି ଦର୍ଶକ ବନ୍ଧୁ, ଯେଉଁ 6 ଲକ୍ଷ ହିତାଧିକାରୀ ବାଦ ପଡ଼ିଯାଇଥିଲେ ସେମାନଙ୍କୁ ମଧ୍ୟ ଭତ୍ତା ଟଙ୍କା ଦିଆଯିବ, ଏନେଇ ସରକାର ଘୋଷଣା ମଧ୍ୟ କରିଛନ୍ତି ବଜେଟ୍ ଅଧିବେଶନରେ। ଆଉ ଯେଉଁମାନେ ଏବେ ପର୍ଯ୍ୟନ୍ତ 3 ମାସର ଅପେକ୍ଷା କରି ରହିଛନ୍ତି 20 ଲକ୍ଷ ହିତାଧିକାରୀ ସେମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି। ବର୍ତ୍ତମାନ ଆମ ଓଡ଼ିଶାରେ ଯେହେତୁ ପଞ୍ଚାୟତ ଇଲେକ୍ସନ ପୌର ନିର୍ବାଚନ ଦୁଇଟି ନିର୍ବାଚନ ଅଛି, ସେ ନିର୍ବାଚନରେ କେବଳ ୱାର୍ଡ଼ ମେମ୍ବର ନୁହେଁ, ହଜାର ୱାର୍ଡ଼ ମେମ୍ବର, ହଜାର ସରପଞ୍ଚ, ହଜାର କାଉନସିଲର, ହଜାର ଜିଲ୍ଲା ପରିଷଦ ପ୍ରାର୍ଥୀ ଏମ୍ଏଲ୍ଏ ମନ୍ତ୍ରୀମାନେ ମଧ୍ୟ ଏହି ନିର୍ବାଚନରେ ଲଢ଼ିବେ। ସେଥିପାଇଁ କ'ଣ ଦର୍ଶକ ନା ସରକାରଙ୍କୁ ଷ୍ଟ୍ରଙ୍ଗଲି ଲୋକଙ୍କ ପାଖରେ ପହଞ୍ଚିବାର ଅଛି। ଆଉ ଷ୍ଟ୍ରଙ୍ଗଲି କେମିତି ପହଞ୍ଚିବେ ସେମାନେ ନା ଯଦି ସେମାନଙ୍କର ଆଗରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବେ, ନହେଲେ ଓଲଟା ଲୋକେ ସେମାନଙ୍କୁ ବିରୋଧ କରିବେ ଆଉ ସେମାନଙ୍କର ଏଗେନଷ୍ଟରେ କ'ଣ ନା ଭୋଟ ଦେଇଦେବେ। ତେବେ ଆଗକୁ ଯେହେତୁ ଆମ ଓଡ଼ିଶାରେ ଦୁଇଟି ପ୍ରମୁଖ ନିର୍ବାଚନ ଅଛି ଆଉ ଏହି ନିର୍ବାଚନକୁ ଦୃଷ୍ଟିରେ ରଖିବେ ରାଜ୍ୟ ସରକାର। ଆଉ ଆପଣମାନଙ୍କର ଯାହା ରହିଛି 3000 ଟଙ୍କା ଭତ୍ତା ରାଶି ହେଉ ଅବା ଆପଣମାନଙ୍କର ଯାହା ରହିଛି ଯେତେ ବି ଯେଉଁ 3 ମାସର ଏବେ ଯେଉଁ ଭତ୍ତା ରାଶି ମଧ୍ୟ ଆପଣମାନଙ୍କର ଯେଉଁ ଅଟକି ଯାଇଛି ସେଇ ଭତ୍ତା ରାଶି ମଧ୍ୟ ଆପଣମାନଙ୍କୁ ଦେଇଦେବେ। ଠିକ୍ ଅଛି।